ଖୋଜି ହେ ଏଥିରେ ପାଣି ପାଣିରେ ପୁଣି ଲେମ୍ବୁ ଲେମ୍ବୁରେ ପୁଣି ଚିନି ତମମାନେ ମୋତେ ଦାଣ୍ଡର ଭିକାରୀ କରିଦେବ ଆଉ କ'ଣ। ସେଇଟା କ'ଣ ହେଇଛି କି ସେ ମଧ୍ୟସ୍ଥିଟି ଯିଏ ପ୍ରସ୍ତାବ ନେଇକି ଆସିବା କଥା ସିଏ ଆରକ ଚାଲାକ, ସିଏ ଜାଣିଛି ଏତେ କାମ୍ପି ଇଏ ପାଣି ଛଡ଼ା ଅନ୍ୟ କିଛି ଦେବନି। ସେ ଭାଇନା ଟିକେ ସରବତ ଫରବତ ହେଲେ ହୁଅନ୍ତାନି, ନା ସରବତ ଆଉ ଚିନି ଅଛି ଘରେ କହିକିରି ସେପଟେ ତା ସ୍ତ୍ରୀ ସେଠୁ ବଡ଼ ପାଟି କରି ଭିତରୁ କହିଦେଉଛି ଯେ ମୁଁ ସରବତ କରିଛି ନେଇ ଆସି ଚାଲିଯାଇଛି ଦେଖିଦେଇଛି ଏତେବେଳେ ଦେହ ଶୋଉନାହିଁ। କହୁଛି ହେ ଏଥିରେ ପାଣି ପାଣିରେ ପୁଣି ଲେମ୍ବୁ ଲେମ୍ବୁରେ ପୁଣି ଚିନି ତମମାନେ ମୋତେ ଦାଣ୍ଡର ଭିକାରୀ କରିଦେବ ଆଉ କ'ଣ। ତ ଇଏ ଯେଉଁ ଚରିତ୍ର କାହାକୁ କିଛି ଦେଉନାହିଁ। ଗୋଟେ ଜାଗାରେ ତାକୁ ପଣା ଆଣିକି ଦେଇଛନ୍ତି ସେ ମଧ୍ୟସ୍ଥି ପାଇଁ, ସେ ତାକୁ ନିଜେ ଢକଢକିରି ପିଇ ଦେଉଛି। ତାକୁ କହୁଛି ଯେ ଭାଇନା ଆଜି ଖାଇବା ପିଇବା କ'ଣ କରନ୍ତେ, ଆରେ ଆମ ସାହିରେ ଭୋଜି ଆଉ ସେଇଠି ମୁଁ ଯିବାକୁ ପଡ଼ିବ ଆଉ ଆମ ଘର ଯାକ ସମସ୍ତେ ଯିବ, ଆଜି କ'ଣ ରୋଷେଇ ହେଇଛି। ସିଏ ତାକୁ କହୁଛି ଯେ ହଁ ସେଇଠିକି ମୋତେ ଡାକିଛନ୍ତି ବି, ସିଏ ଆରକ ଚାଲାକ। ତ ଇଏ ଚରିତ୍ରଟି ଏଇଭଳିଆ ଚରିତ୍ର ବୋଲି ବାରମ୍ବାର ବିଭିନ୍ନ ଜାଗାରେ ତାକୁ ପ୍ରତିପାଦିତ କରିକି ଚାଲିଛି ଯେ ନିଜେ କେଉଁ ରେଟ୍ର କଞ୍ଜୁସ୍।